ବାହାଲୁଙ୍ଗା ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଗୁରୁତର। ଉତ୍ତ୍ୟକ୍ତ ଲୋକ ରାସୋଳ ଡାକ୍ତରଖାନାରେ ପକାଇଲେ ତାଲା। ଆଜି ଅପରାହ୍ନରେ ହିନ୍ଦୋଳ ଥାନା ଅନ୍ତର୍ଗତ ବାଲୁଙ୍ଗା ଛକରେ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ମହିଦରପୁର ଥାନା ଅନ୍ତର୍ଗତ ସେରେଣାବେଡ଼ା ଗ୍ରାମର ବୁଧିଆ ସାହୁଙ୍କ ପୁଅ ଜଗବନ୍ଧୁ ସାହୁଙ୍କ ଓଡି 19V5429 ୟୁନିକର୍ନ ବାଇକ୍ ଏବଂ ରାସୋଳ ଥାନା ଅନ୍ତର୍ଗତ ବେଡ଼ାପଡ଼ା ଗ୍ରାମର ସନ୍ଦୀପ ବେହେରା ଓଡି 05BG5013ଙ୍କ ୟୁନିକର୍ନ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ସଂଜ୍ଞାହୀନ ହୋଇପଡ଼ିଥିଲେ। କିଛି ସମୟରେ ଜଗବନ୍ଧୁ ସଂଜ୍ଞା ପାଇଥିଲେ, କିନ୍ତୁ ତାଙ୍କର ଗୋଟିଏ ହାତ ଏବଂ ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା। ଅପରପକ୍ଷରେ ସନ୍ଦୀପଙ୍କ ସଂଖ୍ୟା ଫେରି ନଥିଲା। ଉଭୟ ଦୀର୍ଘ ସମୟ ରାସ୍ତା ଉପରେ ପଡ଼ି ରହିଥିଲେ। ଏକ ଅଟୋ ସହାୟତାରେ ସମାଜସେବୀ ପ୍ରଶାନ୍ତ ଦାସ ଉଭୟଙ୍କୁ ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର ସେଠାରେ କୌଣସି କର୍ମଚାରୀ ନଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ସମୟ ଅପେକ୍ଷା ପରେ କେହି ଡାକ୍ତର ଷ୍ଟାଫ୍ ନ ପହଞ୍ଚିବାରୁ ସଂଜ୍ଞାହୀନ ସନ୍ଦୀପଙ୍କ ତାଙ୍କ ପରିବାର ଲୋକ ଏକ କାର୍ ଯୋଗେ କଟକ ନେଇଯାଇଥିଲେ। ଫଳରେ ଉତ୍ତ୍ୟକ୍ତ ଲୋକେ ମେଡିକାଲ ଗେଟ୍ରେ ତାଲା ପକାଇ ଦେଇଥିଲେ। ସମାଜସେବୀ ପ୍ରଶାନ୍ତ ଦାସ ବହୁ ବୁଝାବୁଝି କରିବା ପରେ ଉତ୍ତ୍ୟକ୍ତ ଲୋକମାନେ ଶାନ୍ତ ପଡ଼ିଥିଲେ। ପୁରୁଣା କଟକ ସମ୍ବଲପୁର ରାସ୍ତା ପାର୍ଶ୍ୱରେ ଅବସ୍ଥିତ ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ନ ରହିବା ନିଶ୍ଚିତ ଭାବରେ ଏକ ଅପରିପାଟିପ ବିଷୟ। ହଜାର ହଜାର ଲୋକ ଏହି ରାସ୍ତାରେ ଯାତାୟାତ କରୁଥିବା ବେଳେ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣା ମାନ ଘଟୁଛି। ଏଣୁ ଏହି ମେଡିକାଲରେ 24 ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଆବଶ୍ୟକତା ରହିଛି। ଏଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।